ସାଙ୍ଗମାନେ ଶୁଭ ସନ୍ଧ୍ୟା, ଗୁଡ୍ ଇଭିନିଂ। ଆଜି ରବିବାର, ଟିକେ ଫାଙ୍କା ସମୟ ମିଳିଛି। ମୁଁ ମୋ ମୋବାଇଲ ଟିଭି ଦେଖୁଥିଲି। ଗୋଟେ ୟୁଟ୍ୟୁବରେ ମୁଁ ଗୋଟେ ଟପିକ୍ ପକାଇଥିଲି, ହାଉ ଟୁ ପ୍ରିଜର୍ଭ ଦ ଫ୍ଲାୱାର୍ସ ଫର୍ ଏ ଲଙ୍ଗ୍ ଟାଇମ୍। ବା ଆମେ କେମିତି ଗୋଟେ ଜିନିଷକୁ ବା ଗୋଟେ ଫୁଲକୁ ବହୁ ସମୟ ଧରି ସଂରକ୍ଷିତ କରି ରଖିପାରିବା। ଆପଣମାନଙ୍କର ପ୍ରାୟତଃ ମନେ ଥିବ କି ବହୁତ ଦିନ ହେଇଗଲେ ଭୁଲି ଯାଇଥିବେ। ଚାଲନ୍ତୁ ସେଇ ବିଷୟରେ ଆମେ କଥା ହେବା। ସେଇ ଫୁଲଟିକୁ ଆମେ କେମିତି ସାଇତି ରଖିଥିଲୁ ତା ବିଷୟରେ ମୁଁ ଡିଟେଲ୍ସ ଆପଣଙ୍କୁ କହୁଛି। ସେଇଥିରେ ଆମର ଭଲ ପାଇବା ମିଶିକି ଥିଲା, ସେଇଥିରେ ଆମର ବା କିଛିଟା ସ୍ନେହ ଭଲ ପାଇବା ମିଶିକି ଥିବାରୁ ସେ ଫୁଲଟିକୁ ଆମେ ସାଇତି ରଖିଛୁ। ଏଇଟା ତାର ପ୍ରୋସେସ୍ ନୁହେଁ। ସେଥିରେ ଓଭିୟସଲି ଆମେ କିଛି କେମିକାଲ୍ସ, କିଛି ପରିମାଣର ଅନ୍ୟାନ୍ୟ ଜିନିଷ ସବୁ ମିଶାଇଛୁ, ଯାହା ଆପଣଙ୍କୁ ମୁଁ କହିବି। ବହୁତ ସିମ୍ପଲ୍ ଜିନିଷ, ଯାହାକି ଆପଣ ସବୁବେଳେ ପାଇପାରିବେ। ସାଧାରଣତଃ ଆମେ ପୁଅମାନେ ଯେତେବେଳେ ସେଭିଂ ହୁଅନ୍ତି, ଦାଢ଼ି ଫାଡ଼ି କାଟନ୍ତି, କେଉଁଠି କ'ଣ କଟିଯାଏ, ଆମେ ଗୋଟେ ଜିନିଷ ଲଗାନ୍ତି, ତାକୁ କୁହନ୍ତି ଆମେ ଫିଟିକିରି ବା ଆଲମ୍। ସେଇଟାକୁ ଆମେ ସେଇ ପାଣିରେ ଆମେ ୟୁଜ୍ କରିଥିଲୁ। ଆଚ୍ଛା, ସେ ଫୁଲ ବଟଲଟି ବର୍ତ୍ତମାନ ମୋ ହାତରେ ନାହିଁ। ତଥାପି ମୁଁ ଆପଣଙ୍କୁ ତା'ର ବ୍ୟାକ୍ଗ୍ରାଉଣ୍ଡ କହିଦେଉଛି। ସେଇଟା ଗୋଟେ ମଦ ବୋଟଲରେ ହେଇଥିଲା, ଯେଉଁଟାକି ମୋ ମାମା ଆମକୁ ଗିଫ୍ଟ କରିଥିଲେ, ବାପାଙ୍କୁ କରିଥିଲେ। ବହୁତ ପୁରୁଣା କଥା ସେଇଟା। ସେଇ ବୋଟଲରେ ଆମେ ମଦଟିକୁ କାଢ଼ି ସାରିଲା ପରେ ଆମେ କରିଥିଲୁ। ତାର ପ୍ରୋସେସ୍ଟା ମୁଁ ଆପଣଙ୍କୁ କହୁଛି, ଆପଣଙ୍କର ସମୟ ନଷ୍ଟ କରିବିନି। ଆଉ ଆପଣମାନେ ରାଗିବେ, ମୋର ସବସ୍କ୍ରାଇବ୍ କରିବେନି, ମାନେ ଲାଇକ୍ କରିବେନି, ସବସ୍କ୍ରାଇବ୍ କରିବେନି, ସେୟାର ବି କରିବେନି, ତେଣୁ ଜଲ୍ଦିରେ ସାରିଦେବି। ମ୍ୟାକ୍ସ ଟୁ ମ୍ୟାକ୍ସ ଆଉ 30ରୁ 40 ସେକେଣ୍ଡ ମାତ୍ର। ସେଇଥିରେ ଆମେ କ'ଣ କରିଛୁ, ସେଇ ବୋଟଲରେ ଆମେ କିଛି ପାଣି ଭରିଛୁ। ପାଣି ପ୍ରାୟତଃ ଆମେ ଫୁଲ୍ କରିଛୁ। ସେ ବୋଟଲଟି ଆମାଉଣ୍ଟ ଥିଲା 750 ml। ଆଉ ପାଖାପାଖି ଆମେ 30 ଗ୍ରାମର ଫିଟିକିରିକୁ ବା ଆଲମକୁ ଗୁଣ୍ଡ କରିକି, ଚୂନା କରିକି, ଗୁଣ୍ଡ ଟାଇପ୍ର କରିକି ତା ଭିତରେ ପକାଇଛୁ। ତାକୁ ସମ୍ପୂର୍ଣ୍ଣ ଟିକେ ମିଶାଇ ଦେଇଛୁ। ଆଉ ଚମ୍ପା ଫୁଲ ଗୁଡ଼ିକ ବହୁତ ଭଲ ପାଇବାରେ, ବହୁତ କେୟାରରେ ତା ଭିତରୁ ଗୋଟେ ଗୋଟେ ଛାଡ଼ିଛୁ। ଯେମିତିକି ପାଖାପାଖି ଆମର ସେଇଟା ବୋଧେ 30ରୁ 35ଟା ଚମ୍ପା ଫୁଲ ତା ଭିତରେ ଥିଲା। ସେ ଆଜି ଯାଇକି ସେମିତି ଅଛି, ସେମ୍ ସତେଜ ଅଛି, କିଛି ଖରାପ ହେଇନି। ଆପଣମାନେ ବି କରିପାରିବେ। ତ ପ୍ରୋସେସ୍ଟା ଏଇଆ। ଆଉ କିନ୍ତୁ କରିସାରିଲା ପରେ କ'ଣ କରିବେ, ତା'ର କ୍ୟାପ୍ଟିକୁ ଭଲ ଭାବରେ ବନ୍ଦ କରିଦେବେ, ଯେମିତିକି ଭିତର ବାୟୁ ବାହାରକୁ କିମ୍ବା ବାହାର ବାୟୁ ଭିତରକୁ ନ ଆସି ଯିବା ଆସିବା ନ କରିପାରେ। ସେଇଟା ତା'ର ପ୍ରୋସେସ୍। ଆପଣ କରନ୍ତୁ, କିନ୍ତୁ କରିବେ, ତାକୁ ସାଇତି ରଖିବେ, ତାକୁ ଭଲ ପାଇବେ, ଆପଣଙ୍କର ଗୋଟେ ସ୍ମୃତି ଭାବରେ ତାକୁ ରଖିବେ, ରହିବ, ବହୁତ ଦିନ ରହିବ। ବାସ୍ ଏଇ ଭିଡ଼ିଓ ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ ସୁନ୍ଦର କଥାଟି ଆଣିକରି ରହିଲି। ଧନ୍ୟବାଦ। ଗୁଡ଼ ଇଭିନିଂ।